हेलो फ्रेंड्स, जय जगन्नाथ। ମୁଁ ଆଜି ସକାଳୁ ବେଣୁସୁ ଉଠି ଦାନ୍ତ ଘଷି ଖାଇ ପିଇ ସାରି ମା ଆଉ ମୁଁ ଯାଇଥିଲୁ ଭଦ୍ରକ। ମାଆଙ୍କ ଆଧାର କାର୍ଡ଼ ଟିକେ ଡିଫଲ୍ଟ ଥିଲା, ଯାହାକୁ ବାୟୋମେଟ୍ରିକ୍ କରିବା ଯାଇଥିଲି ଭଦ୍ରକ। ମା ପ୍ରଥମେ ଭୁବନେଶ୍ୱର ଯାଇଥିଲେ, ସେଥିମଧ୍ୟ କିଛି କାମ ନ ହୋଇପାରିଥିଲା, ସେଥିପାଇଁ ଆମେ ଯାଇଥିଲୁ ଭଦ୍ରକ। ଆପଣ ଭଦ୍ରକ ଚରମ୍ପା ପାରିଲା ପରେ ଜାଣିପାରିବେ ଡାହାଣୀଗୁଡ଼ା ପାଖରେ ଅଛି। ତାପରେ ଖରାରେ ଆସିଲା ବେଳକୁ 1-2ଟା ହେଇଗଲାଣି। ଆସିକି 4ଟା ହେଇଗଲା, ମୁଁ ଗାଧୋଇ ପାଧେଇ ଖାଇ ଶୋଇ ପଡ଼ିଥିଲି। 4ଟାରେ ଉଠି ପଡ଼ିଆ ଗଲି ଖେଳିବା ପାଇଁ। ପଡ଼ିଆରେ ଖେଳି ଆସି ସନ୍ଧ୍ୟା ହେଇଗଲା। ସନ୍ଧ୍ୟାରେ ଆସିକି ଗଲି ଟିକେ ଜିମ୍, ଯେହେତୁ ସକାଳୁ ଜିମ୍ ଯାଇପାରିନଥିଲି, ବାଇକ୍ କାଢ଼ି ଚାଲିଲି। ପବନ ବି ହେଉଥାଏ ଟିକେ ଟିକେ। ଯାଇ ଜିମ୍ ପହଞ୍ଚିଲି। ଜିମ୍ ପହଞ୍ଚି ଟିକେ ଭିଡ଼ିଓ କଲି, ଟିକେ ଏକ୍ସରସାଇଜ୍ କରିସାରିଥିଲି, ୱାର୍କଆଉଟ୍ କଲି। ତାପରେ ଜିମ୍ ଟିକେ କରିସାରିଲି। ତାପରେ ସନ୍ଧ୍ୟାରେ ଗୋଟେ ଭିଡ଼ିଓ କରିଥିଲି, ଦେଖନ୍ତୁ। ମାନେ ଗୋଟେ ଉଲ୍କା ପିଣ୍ଡ ଭଳିଆ କ'ଣ ଯାଉଥିଲା ଗୋଟେ, ଦେଖନ୍ତୁ ଆକାଶରେ, ଦେଖନ୍ତୁ ଧୀରେ ଧୀରେ ଖସିଲା। ତାପରେ ସନ୍ଧ୍ୟା ରାତି ହେଲା 9ଟା 9ଟା ହେଇଗଲାଣି। ଯେଉଁ ଗୋଟେ ଧୂମ ପବନ ହେଲା, ଭୟଙ୍କର ଧୂମ ପବନ ହେଲା। ତାପରେ ଜାଣିଛନ୍ତି ତ ପବନ ହେଲା ପରେ କ'ଣ ହେବ, ଆଉ ଛେଚିଲା ମେଘ ଗାଜିଲା। ଆଉ ସେଥିରେ ପ୍ରାୟ 8:30